ବିଜେଡ଼ି ବି ଯଦି ବାସଭବନ ଇଏ କରିବ ଘେରାଉ କରିବ ଆମେ ତାଙ୍କୁ ସ୍ୱାଗତ ଜଣାଇବୁ ଏବଂ ତାଙ୍କ ସାଥିରେ ବି ଆମେ ସାମିଲ ହେବୁ। କାହିଁକିନା ଅନ୍ୟାୟର ବିରୁଦ୍ଧରେ ସବୁବେଳେ ଜନତା ଏବେ ବାହାରିଲେଣି ତ ଆମେ ବି ବାହାରିବୁ। ଦେଖନ୍ତୁ ତଦନ୍ତ ତ ବଳଦେବ ଜୀ ପ୍ରଭୁ ଯେତେବେଳେ ପଡ଼ିଯାଇଥିଲେ ସେତେବେଳେ ବି ତଦନ୍ତ ଚାଲିଥିଲା। ଆଜି ଜଗନ୍ନାଥଙ୍କ ରଥ ବି ଅଟକିଗଲା, ତାହାର ବି ତଦନ୍ତ ଚାଲିବ। ଏଇ ତଦନ୍ତ ଏଇ 5 ବର୍ଷ ହିଁ ଚାଲିବ। 5 ବର୍ଷର ବିଗତ ଜଣାପଡ଼ିଯିବ ତଦନ୍ତର ଫଳ କ'ଣ। ନାଇଁ ଭୁଆଁ ବୁଲାଉଛନ୍ତି କହିଲେ ହେବନି, ଭୁଆଁ ହିଁ ବୁଲାଉଛନ୍ତି। ଖାଲି ଭୁଆଁ ବୁଲାଉଛନ୍ତି ହେଲେ ନୁହଁ, ପ୍ରକୃତରେ ସରକାର ହିଁ ଭୁଆଁ ବୁଲାଉଛନ୍ତି। ତାଙ୍କର ଗୋଟିଏ ମୂଳ ମନ୍ତ୍ର ସେତେବେଳେ ଥିଲା ଓଡ଼ିଆ ଅସ୍ମିତା, ଆଜି ହେଉଛି ତଦନ୍ତ। ଏହାକୁ ନେଇକି ବିଜେପି ସରକାର ଚାଲିଛି। ଯେ ଦେଖନ୍ତୁ ଅସ୍ମିତା କହିକି ଆଇଲେ ଆମେ ବିଗତ ଦିନ ଶୁଣିଥିଲେ ଆମ ଓଡ଼ିଆ ଅସ୍ମିତା ତାମିଲ ପାଖରେ ବନ୍ଧା ପଡ଼ିଛି। ଏବେ ବିଜେପି ସରକାର ତା'ର ମତ ଦେଉ ଯେ ଏବେ ଓଡ଼ିଆ ଅସ୍ମିତା କାହା ପାଖରେ ବନ୍ଧା ପଡ଼ିଛି। ଦେଖନ୍ତୁ ରଥ ଅଟକିଲା କହିଲେ ଆମେ ବୁଝୁଥିଲୁ ଦାସିଆ ବାଉରୀ ଦିନ ରଥ ଅଟକୁଥିଲା। ଏବେ ଆମେ ଜାଣିବାକୁ ପାଉଛୁ ଆଦାନୀ ପାଇଁ ରଥ ଅଟକିଗଲା। ପ୍ରଥମ କଥା। ଦ୍ୱିତୀୟ କଥା, ଆଇନ ମନ୍ତ୍ରୀଙ୍କର ସଦାସର୍ବଦା ଗୋଟିଏ କଥା ଯେ ତଦନ୍ତ ଚାଲିଛି। ଏବେ କାଲି ଆମେ ଶୁଣିବାକୁ ପାଇଲୁ ଯେ ଆମର ପୁରୀ ଏସ୍ପି ଏବଂ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଇଏ କଲେ, ଟ୍ରାନ୍ସଫର୍ କରିଦେଲେ। ସସ୍ପେଣ୍ଡ ନାହିଁ, ଟ୍ରାନ୍ସଫର୍ କରିଦେଲେ। ଟ୍ରାନ୍ସଫର୍ କଲା ପରେ ମୁଁ ଜାଣିପାରୁନି ଏସ୍ପି ଏବେ ଆଇଏସି ହେଇଯିବେ ନା ଏସ୍ପି ହେଇକି ରହିବେ। ପୃଥ୍ୱୀରାଜ ହରିଚନ୍ଦନ ଗୋଟିଏ ବାଇଟ୍ ସବୁବେଳେ ଆପଣ ନିଜେମାନେ ଦେଖିଥିବେ, ଆପଣମାନେ ତାଙ୍କ ବାଇଟ୍ ନେଇଥିବେ ଯେ ପ୍ରତ୍ୟେକ କଥାରେ ସେ କୁହନ୍ତି କ'ଣ ନା ତଦନ୍ତ ଚାଲିଛି। କି ପ୍ରକାର ତଦନ୍ତ ଚାଲିଛି ଆଜି ଯାଏଁ ଆମେ ଜାଣିପାରୁନୁ। ତ ରଥ ଅଟକିବା ଭାରି ଦୁଃଖଦାୟକ ଘଟଣା। ମୁଁ ପୁରୀ ଜିଲ୍ଲାର ଯେହେତୁ ଗୋଟେ ପିଲା, ଆମକୁ ବହୁତ କଷ୍ଟ ବି ଲାଗୁଛି ଯେ ଜଗନ୍ନାଥଙ୍କ ରଥ ଆମେ ଜାଣିବାକୁ ପାଇଲୁ ଏ ବର୍ଷ ଅଟକିଲା। ଆମେ ନିଜେ ବି ଅନୁଭବ କଲୁ ଯେ ଜଗନ୍ନାଥଙ୍କ ସାଥିରେ ବି ରାଜନୀତି ଏବେ ଖେଳ ଚାଲିଲାଣି। ସାଧାରଣ ଜନତାକୁ ନେଇକି ଖେଳୁଥିଲେ,